ओम शांति। पतित पावन दुखहर्ता सुखकर्ता निराकार शिव पितांकर आज्ञाकारी विश्व कल्याणकारी संतान मानंकु आंतरिक शुभेच्छा शुभ अभिनंदन सुप्रभात। कथित अछि पवित्रता ही सुख शांतिर जननी। এই অবিনাশী সৃষ্টি নাটকর হার জিত দুঃখ সুখর খেল মধ্য এই পবিত্রতা আধাରରେ ହିଁ ହୋଇଥାଏ। ପୂଜା ପାଠ ମାଙ୍ଗଳିକ କାର୍ଯ୍ୟ ଆଦି ସମୟରେ ପବିତ୍ରତା ପ୍ରତି ବିଶେଷ ମହତ୍ତ୍ୱ ଦିଆଯାଇଥାଏ। ଏହାର ବିଶେଷ ନିଦର୍ଶନ ଦେଖିବାକୁ ମିଳେ ଯେତେବେଳେ ଦେବୀ ଦେବତାଙ୍କର ଆହ୍ୱାନ କରାଯାଇଥାଏ, ଯଥା ଲକ୍ଷ୍ମୀ ବ୍ରତରେ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କରି ପବିତ୍ରତାର ପ୍ରତୀକ ପଦ୍ମ ଫୁଲର ଝୋଟି ଆଦି ଲେଖି ଯତ୍ନ ସହକାରେ ଏହି ପର୍ବକୁ ପାଳନ କରାଯାଇଥାଏ। କାରଣ ଦେବୀଙ୍କର ପାଦ ଯେପରି ଅପବିତ୍ର ସ୍ଥାନରେ ନ ପଡ଼ୁ ସେଥିପାଇଁ ପଦ୍ମ ଉପରେ ପାଦର ଚିହ୍ନ କରାଯାଇଥାଏ। ଦେବୀ ଦେବତାଙ୍କର ଦର୍ଶନ ପାଇଁ ଗଲାବେଳେ ସମ୍ପୂର୍ଣ୍ଣ ପବିତ୍ରତାକୁ ଗୁରୁତ୍ୱ ଦିଆଯାଇଥାଏ। ଏପରିକି ମନ୍ଦିର ବେଢ଼ାକୁ ପ୍ରବେଶ ପୂର୍ବରୁ ପାଦ ଧୋଇବାର ପ୍ରଥା ମଧ୍ୟ ପାଳିତ ହୁଏ। ଦେବୀ ଦେବତାଙ୍କ ପାଖରେ ସମସ୍ତେ ମୁଣ୍ଡ ନୁଆଇଥାନ୍ତି ଯେହେତୁ ସେମାନେ ସମ୍ପୂର୍ଣ୍ଣ ପବିତ୍ର। ସଂସାର ତ୍ୟାଗୀ ଭିକ୍ଷୁ ସାଧୁ ସନ୍ନ୍ୟାସୀମାନଙ୍କୁ ରାଜା ମହାରାଜାମାନେ ମଧ୍ୟ ନମନ କରିଥାନ୍ତି, ଆଶୀର୍ବାଦ ଭିକ୍ଷା କରିଥାନ୍ତି କେବଳ ସାଧୁମାନଙ୍କର ପବିତ୍ରତାର ଶକ୍ତି ଯୋଗୁଁ। କିମ୍ବଦନ୍ତୀ କହେ, ହାଡ଼ିପା ଯିଏକି ଝାଡ଼ୁଦାର ତାଙ୍କ ପୁଅ କହିଲା, ବାବା ମୋତେ ଗୋଟେ ଫଳ ଦରକାର। ହାଡ଼ିପା ଗଛକୁ କହିଲେ, ଗଛ ନଇଁଗଲା ଏବଂ ସେ ତାଙ୍କ ପୁଅକୁ ଫଳ ତୋଳି ଦେଲେ। ତେବେ ଏହା ସେହି ସମୟର କଥା ଯେତେବେଳେ କି ପାଞ୍ଚ ତତ୍ତ୍ୱ ସହିତ ସବୁକିଛି ପବିତ୍ର ସତୋପ୍ରଧାନ ଥିଲା ଏବଂ ସଂସାରର ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟମାନଙ୍କ ଆଦେଶରେ ହିଁ କାମ କରୁଥିଲା। ତେବେ ଏଠାରେ ବୁଝିବା ଦରକାର, ଏଭଳି ପବିତ୍ର ତତ୍ତ୍ୱ ବା ପ୍ରକୃତିକୁ ବଶ କରି ରଖିଥିବା ମନୁଷ୍ୟ ନିଶ୍ଚୟ ସମ୍ପୂର୍ଣ୍ଣ ପବିତ୍ରତା ଶକ୍ତିର ଅଧିକାରୀ ହେଇଥିବେ। ପୁରାଣରୁ ମଧ୍ୟ ଆମେ ଜାଣିଛେ କିପରି ସାଧୁ ସନ୍ନ୍ୟାସୀମାନଙ୍କ ପାଖରେ ହିଂସ୍ର ଜୀବଜନ୍ତୁ ମଧ୍ୟ ବଶ ହୋଇ ତାଙ୍କର ଆଦେଶ ମାନି ଚାଲୁଥିଲେ। ତାହା କେବଳ ସମ୍ଭବ ହେଉଥିଲା ପବିତ୍ରତାର ଶକ୍ତି ଆଧାରରେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ ସମସ୍ତେ ମଧ୍ୟ ପବିତ୍ରତାର ଶକ୍ତିକୁ ସର୍ବଶ୍ରେଷ୍ଠ ବୋଲି ସ୍ୱୀକାର କରିବେ। ବିଦ୍ୟାର୍ଥୀ ଜୀବନର ପ୍ରଥମ ଏବଂ ମଜବୁତ ସ୍ତମ୍ଭ କୁହାଯାଏ ବ୍ରହ୍ମଚର୍ଯ୍ୟ ବ୍ରତକୁ। ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣଙ୍କର ମୂଳଦୁଆ ହିଁ ପବିତ୍ରତା ଅଟେ। ସେଥିପାଇଁ କୁହାଯାଏ କି ବ୍ରାହ୍ମଣ ଦେବତାଙ୍କ ଠାରୁ ମଧ୍ୟ ଉଚ୍ଚ। ଏହିପରି ଅନେକ ଦୃଷ୍ଟାନ୍ତ ଆମେ ପୋଥି ପୁରାଣ ଠାରୁ ଆରମ୍ଭ କରି ବର୍ତ୍ତମାନର ଏହି ବସ୍ତୁବାଦୀ ଦୁନିଆ ଠାରୁ ମଧ୍ୟ ପାଇପାରିବା। ବର୍ତ୍ତମାନ ଏହି କଳିଯୁଗୀ ପତିତ ତମୋପ୍ରଧାନ ଦୁନିଆର ଅନ୍ତିମ ସମୟରେ ପତିତ ପାବନ ନିରାକାର ପରମାତ୍ମା ଶିବ ବାବା ଆସି କହୁଛନ୍ତି, ହେ ମୋର ଆତ୍ମିକ ସନ୍ତାନମାନେ, କିଛି ବି ହେଇଯାଉ
କିଛି ବି ସହନ କରିବାକୁ ପଡ଼ୁ, କିନ୍ତୁ ଏଇ ଅନ୍ତିମ ଜନ୍ମରେ ପବିତ୍ର ନିଶ୍ଚୟ ରହିବାକୁ ହେବ। କାରଣ ମୁଁ ବର୍ତ୍ତମାନ ଆସିଛି ପବିତ୍ର ସତ୍ୟଯୁଗୀ ସ୍ୱର୍ଗ ଦୁନିଆର ସ୍ଥାପନା କରିବା ପାଇଁ। ଯେଉଁ ଦୁନିଆର ମାଲିକ ତୁମମାନଙ୍କୁ ମୁଁ ମଧ୍ୟ କରିବା ପାଇଁ ଆସିଛି। ତେଣୁ ତୁମମାନଙ୍କର ପବିତ୍ରତାର ସହଯୋଗ ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ। ତେଣୁ ମୁଁ ତୁମକୁ ବର୍ତ୍ତମାନ ଶ୍ରୀମତ ଦେଉଛି କି ଘର ଗୃହସ୍ଥରେ ରୁହ, କିନ୍ତୁ ପବିତ୍ର ରୁହ, ମୋତେ ମନେ ପକାଅ। ଏବେ ଅନ୍ତିମ ସମୟର ଦୃଶ୍ୟ ହେବ ସମସ୍ତେ ଶାନ୍ତିଧାମ ବ୍ରହ୍ମଲୋକ ଘରକୁ ଫେରିବାର। କୁହାଯାଏ ନା, ରାମ ବି ଗଲେ ରାବଣ ବି ଗଲା। ବାକି ସୃଷ୍ଟିକୁ ସଫା କରିବା ପାଇଁ, ନୂଆ ଦୁନିଆ ତିଆରି କରିବା ପାଇଁ ଅଳ୍ପ କିଛି ଆତ୍ମା ରହିବେ। ଯେଉଁ ଆତ୍ମାମାନେ କି ଏହି ଶ୍ରେଷ୍ଠ ଶିକ୍ଷାକୁ ଗ୍ରହଣ କରି ଚାଲିବେ, ସେହିମାନେ ହିଁ ସେଠାରେ ଯାଇ ଜନ୍ମ ନେବେ। ଭାରତର ହିଁ ବିଜୟ ହେବ, ବାକି ସମସ୍ତେ ବିନାଶ ହୋଇଯିବେ। ଗାୟନ ଅଛି ନା, ଯୁଗେ ଯୁଗେ ଭାରତ, ଯାହା ନାହିଁ ଭାରତେ ତାହା ନାହିଁ ମରତେ, ଆଦି ଆଦି। ତେବେ ଯେଉଁମାନେ ଏହି ଅନ୍ତିମ ସମୟରେ ଜ୍ଞାନବାନ ଏବଂ ଅମାପ ଧନର ଅଧିକାରୀ ହୋଇଥିବେ, ସେହିମାନଙ୍କ ପାଖରେ ସତ୍ୟଯୁଗୀ ଆଦି ଆତ୍ମାମାନେ ଜନ୍ମ ନେଇ ନୂତନ ସୃଷ୍ଟିର ମାଲିକ ହେବେ। ଏହିସବୁ କଥା ବୁଝିବା ପାଇଁ ବିଶାଳ ବୁଦ୍ଧି ଦରକାର, ଯାହା ବର୍ତ୍ତମାନ ମୁଁ ତୁମମାନଙ୍କୁ ଦେବା ପାଇଁ ଆସିଛି। ସେଥିପାଇଁ ଏବେ ଘର ଗୃହସ୍ଥରେ ରହି ସବୁ କିଛି ସମ୍ଭାଳି ବୁଦ୍ଧିକୁ ମୋ ଠାରେ ଲଗାଇ ରଖ। ଅନ୍ୟମାନଙ୍କ ଠାରୁ ମୋହ ତୁଟେଇ ଦିଅ। କୌଣସି ବି ଦେହଧାରୀକୁ ମନେ ପକାଇବାର ନାହିଁ। ଯୋଗ ଦ୍ୱାରା ବାବାଙ୍କ ଠାରୁ ଶକ୍ତି ଗ୍ରହଣ କରି ଏଇ ଅନ୍ତିମ ଜନ୍ମରେ ସ୍ତ୍ରୀ ପୁରୁଷ ଉଭୟ ପବିତ୍ର ରହି ଦେଖାଇବାକୁ ହେବ। ଯେହେତୁ ତୁମମାନଙ୍କୁ ଏବେ ପବିତ୍ର ଦୁନିଆକୁ ଯିବାର ଅଛି ଏବଂ ପବିତ୍ର ଦୁନିଆର ମାଲିକ ହେବାର ଅଛି। ଯେଉଁ ଈଶ୍ୱର ପିତାଙ୍କୁ ଅନେକ ଜନ୍ମରୁ ଡାକି ଆସିଛ, ବର୍ତ୍ତମାନ ସେ ମିଳିଯାଇଛନ୍ତି। ତେଣୁ ନିଶ୍ଚୟତାର ସହିତ ଏକ ସତ୍ୟ ପିତାଙ୍କର ଶ୍ରୀମତରେ ନିଶ୍ଚୟ ଚାଲିବା ଦରକାର। ଶିବ ବାବା କହୁଛନ୍ତି, ନିଜର ଦୈବୀ ସଂସ୍କାରକୁ ଜାଗ୍ରତ କରି ଦିବ୍ୟତାର ଅନୁଭବ ହେଉଥିବା ବା କରଉଥିବା ବ୍ୟର୍ଥର ଅବିଦ୍ୟା ସ୍ୱରୂପ ହୁଅ। ଯେତେବେଳେ ତୁମେ ପିଲାମାନେ ନିଜର ସତ୍ୟଯୁଗୀ ରାଜ୍ୟରେ ଥିଲ, ସେତେବେଳେ ବ୍ୟର୍ଥ ବା ମାୟାର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ, ପବିତ୍ର, ସରଳ, ନିଷ୍କପଟ ଥିଲ। ସେଥିପାଇଁ ତ ଦେବତାମାନଙ୍କୁ ମହାନ ଆତ୍ମା କୁହାଯାଏ। ତେଣୁ ବର୍ତ୍ତମାନ ତୁମର ସେହି ମହାନ ସଂସ୍କାରକୁ ଜାଗ୍ରତ କରି ବ୍ୟର୍ଥ ଉପରେ ବିଜୟୀ ହୁଅ। ଯେପରି ମହାବୀର ହନୁମାନଙ୍କୁ ତାଙ୍କର ଶକ୍ତିର ସ୍ମୃତି ଫେରି ଆସିବା ପରେ ସେ ଅପରାଜୟ ହୋଇଗଲେ। ସେଥିପାଇଁ ପୁରୁଷାର୍ଥ କରିବା ଦରକାର। ପୁରୁଷ ଅର୍ଥାତ୍ ଆତ୍ମା ଅର୍ଥେ ଶରୀର ଦ୍ୱାରା ଶ୍ରୀମତ ପ୍ରମାଣ କାର୍ଯ୍ୟ କରିବା ହିଁ ପୁରୁଷାର୍ଥ। ଗୋଟିଏ ଥର ହେଇଥିବା ଭୁଲ ଯେପରି ଦ୍ୱିତୀୟ ଥର ପୁନରାବୃତ୍ତି ନ ହେଉ। ଆତ୍ମିକ ଗୋଲାପ ଫୁଲ ହୋଇ ବିକାରୀ ଦୁନିଆ ରୂପକ କଣ୍ଟା ମଧ୍ୟରେ ରହି ମଧ୍ୟ ନ୍ୟାରା ବା ଅଲଗା ଏବଂ ପ୍ୟାରା ଅର୍ଥାତ୍ ସମସ୍ତଙ୍କର ସ୍ନେହୀ ହେବା ଦରକାର। ତେବେ କୁହାଯିବ
ମହାନ ଦେବାତ୍ମା ହେବାର ଯୋଗ୍ୟ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।